ପିଲାମାନେ ଆଜି ଆମେ ପଢ଼ିବା ପଞ୍ଚମ ଶ୍ରେଣୀ ପରିବେଶ ବିଜ୍ଞାନ ବହିର ତୃତୀୟ ଅଧ୍ୟାୟ ଖାଦ୍ୟ ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ ବିଷୟର ଅଭ୍ୟାସ। 1 ନମ୍ବର କ କିଏ ବସ୍ର ମରାମତି କରନ୍ତି? ମେକାନିକ। ଲଞ୍ଚ ଷ୍ଟିମର କେଉଁ ପଥରେ ଯାତାୟାତ କରେ? ଜଳପଥରେ। ଉଡ଼ାଜାହାଜର ଚାଳକଙ୍କୁ କ'ଣ କୁହାଯାଏ? ପାଇଲଟ। କିଏ ରାସ୍ତାରେ ଯାନବାହନ ନିୟନ୍ତ୍ରଣ କରିଥାଏ? ଟ୍ରାଫିକ ପୁଲିସ। 2 ନମ୍ବର କ ସ୍ତମ୍ଭ ଖ ସ୍ତମ୍ଭ। କ ନାଉରୀ ନୌକା। ପରିଚାରିକା ଉଡ଼ାଜାହାଜ। ନାବିକ ଜଳଜାହାଜ। ଡ୍ରାଇଭର ବସ୍। ଟ୍ରାଫିକ ପୁଲିସ ରିକ୍ସା। 3 ନମ୍ବର ପ୍ରଶ୍ନ କିଏ କେଉଁଠାରେ କି କାମ? ପରିଚାରିକା କେଉଁଠାରେ କାର୍ଯ୍ୟ କରନ୍ତି? ଉଡ଼ାଜାହାଜରେ। କ'ଣ କାମ କରନ୍ତି? ନା ଯାତ୍ରା ସମୟର ଆବଶ୍ୟକ ପଦାର୍ଥ ଯାତ୍ରୀମାନଙ୍କୁ ଯୋଗାଇଥାନ୍ତି। ହେଲ୍ପର କେଉଁଠାରେ କାର୍ଯ୍ୟ କରେ? ବସ୍ରେ। କ'ଣ କାମ କରନ୍ତି? ନା ବସ୍ର ଉଦ୍ଦିଷ୍ଟ ସ୍ଥାନରେ ଯାତ୍ରୀଙ୍କ ଜିନିଷପତ୍ର ରଖିବା ନିମନ୍ତେ ସେଗୁଡ଼ିକୁ ଗାଡ଼ିକୁ ଉଠାନ୍ତି। 4 ନମ୍ବର ପ୍ରଶ୍ନ ତୁମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବା ପ୍ରଧାନ ଶିକ୍ଷୟିତ୍ରୀ କି କାର୍ଯ୍ୟ କରନ୍ତି? ସେସବୁ କାର୍ଯ୍ୟ ଲକ୍ଷ୍ୟ କର ଓ ସେ ସମ୍ପର୍କରେ ଲେଖ। ଉତ୍ତର ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ବହନ କରନ୍ତି। ବିଦ୍ୟାଳୟ ସୁସ୍ଥ ପରିବେଶ ବିଷୟରେ ଧ୍ୟାନ ଦିଅନ୍ତି। ଅନ୍ୟ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କର ଶିକ୍ଷାଦାନ ତଦାରଖ କରନ୍ତି। କେହି ପିଲା ଯେପରି ଅଧାରୁ ପାଠ ଛାଡ଼ି ନ ଦିଏ ସେଥିପ୍ରତି ଦୃଷ୍ଟି ଦିଅନ୍ତି। 5 ନମ୍ବର ପ୍ରଶ୍ନ ପ୍ରଦତ୍ତ ଟ୍ରାଫିକ ସୂଚନାଙ୍କଗୁଡ଼ିକ କ'ଣ ସୂଚନା ଦିଏ? ପ୍ରଥମ ଟ୍ରାଫିକ ସୂଚନା ଦିଏ ଚାଲିକରି ରାସ୍ତା ପାର ହେବା। ଆଗରେ ବିଦ୍ୟାଳୟ। ପାର୍କିଂ କରିବା ମନା। ଆଗରେ ହମ୍ସ ଅଛି। ଆଶୁ ଚିକିତ୍ସା ସ୍ଥାନ। ସାର୍ବଜନୀନ ଦୂରଭାଷ।